समस्त को मोर नमस्कार जय जगन्नाथ। मैं आशा करुँच आपण मैंने बहुत भल थे। एवं आम घर अवस्था भल ना कहीं बोर ए गोड़ ऑपरेशन होगी काली एवं आपण मैंने जानते मो गोड़ भी भल नाला एवं बोर भी गोड़ भल ना। आपण मैंने वीडियो को फास्ट लास्ट पर्यटन देखूँ गोटे गोटे सब्सक्राइब निहाती कर दिंतु। हमें और भूख वाले खाए दे हाँ आज चिंगुड़ी आ कंकड़ा ये कंकड़ा बंची थे ना रबर के बंधा है कौन भाई से बेपारी बांधिक आनंद रबरटा मुझे जानसी आपको भाजी देते चिंगुड़ी भाजी पखाड़ खाईदेव भात रांधि तो चुली जोड़ता बोधे मामा से भात रांधुली लिभिगली लिभिगली बोधे नहीं फ्रिज रड़ सांगे सांगे बसई तो भात गाड़ी की नहीं थोक आसिकी बाजुची बाजी देले खाइब भात चिंगुड़ी चिंगुड़ी कंकड़ा तबे देखते सांग मैंने गला चिंगुड़ी बजे हूँ पड़े कंकड़ा इन हम हाँ तब देख सांग मैंने जो ये कौन कंकड़ा पचा चलती जो दुकान काटी दिखती बोधे ये दुकान काटी दिखती तार ये पलि गोटे कंकड़ा कौन कर धरी पार ना से काम दो मोटा टांग ना भल होता यहाँ हूँ कंकड़ा दीटा तार आखि कंकड़ा आखि दीटा तार सिंह हो दीटा तो दीटा सिंह ये दीटा यहाँ यहाँ यार जो हाँ यहीतर भी जो एडेट जो गोड़ रखी थे कामुड़ी दे बुढ़ा आंगुठी गुड़ा से गोड़ बा नाही बा काटी देंदी इंदी बाछि परबु ना मुझे तो आसे नहीं फर्स्ट टाइम बाछि देबे कंकड़ा में बाछि परबे भल से सफा करियो पड़िबो ना देखनु केति देखिछि चिंगुड़ी भजा हे गला खड़ा खिया सरला परे असले कंकड़ा बाछि याठू एटा बड़ अछि ना एटा मु जो बाछिली एटा बड़ अछि कि सेटा ये पूरा साइड रे माने तार पंक पानी गुड़ा थे माटी गुड़ा केतरा अछि एटा पांचटा आइतला आमे पांच जण पांचटा आइतला कंकड़ा रे भाजी देले देखो हां से कंकड़ा भजा हो गला मैं कंकड़ा मैं भाजी देली आलू तो बाटिकी थोई देछि आलू तो भाजी देछि तेल रे आ टमाटो अदा रसुण से छेचा आ पियाज ये बाटी देछि मु 3टा पियाज बाटी देछि से लगी अल्प गोटे पियाज काटिक रखी खाली कषेवा आधे कंकड़ाटा होगला डिबिटा जलुची डिबिटा जलुची कहीं चुलीटा लिभि जाऊँगी बारंबार चुली टे पानी रही ये वर्षा पकई से देखते मसला होगला तैयारी कंकड़ा पकई कंकड़ा पकईदेवी आलू को जो भाजिक रखी आलू को जो भाजिक रखी देह पकईदेवी सब मसला मसला कषे पड़ गई सब मसला देहरे
ଏମିତି କିଛି ସମୟ ଟିକେ କଷିଆ ହେବ ସବୁ କଷେଇଦେଲେ ଟିକେ ଭଲ ଲାଗିବ ଆଉ। ମମି ହେଇଗଲା ତରକାରୀ? ଥଣ୍ଡା ହେଇଗଲା। ହଁ ଆଜି ହେଉଛି ଯେଉଁ ସେଦିନ ଭଳିଆ ବିନା ତେଲ ରୋଷେଇ କରିନୁ ତ? ବିନା ତେଲରେ? ହଁ ହଁ ବିନା ତେଲରେ କରିଦେଇଛି ଆଉ। ସତରେ ନା କଣ? ଏଇ ଦେଖେ କ'ଣ ବିନା ତେଲରେ ରୋଷେଇ ହେଉଛି, ଚିକଣ ଭାସୁଛି ଦେଖିଲି। ସତରେ ହେଇଯିବା ବିନା ତେଲରେ। ବିନା ତେଲରେ କଙ୍କଡ଼ା ରୋଷେଇ, ବିନା ତେଲରେ ହେଇଛି। କଙ୍କଡ଼ା ତରକାରୀ ଭଲ ଲାଗିବ ତ? ଆଁ ସେଦିନ ତ ଭଲ ଲାଗୁଥିଲା ଚିକେନଟା। ଚିକେନଟା ଭଲ ଲାଗୁଥିଲା। ଆଜି ଦେଖିବୁ ଟେଷ୍ଟ କରିବୁ। ଦେଖନ୍ତୁ ତରକାରୀ ହେଇଗଲା, କଙ୍କଡ଼ା ତରକାରୀ। ଏବେ ଖାଇବାକୁ ବସି ପଡ଼ିଛନ୍ତି। ହଁ ତମକୁ ଭଲ ଲାଗେ ନା? ଆୟୁଷ ନାହିଁ, ଆୟୁଷ କହିକି ଯାଇଛି, ଆୟୁଷ କହିକି ଯାଇଛି ନା କି ମୋ ପାଇଁକା ରଖିଥିବ କଙ୍କଡ଼ା ତରକାରୀ, 4ଟା ବେଳେ ଆସିଲେ ଖାଇବି ହେଲା। ହେଇଗଲା ହେଇଛି। ପୁଅ ପଚାରିଲା ନା ମୋ ତରକାରୀ ଓହ୍ଲେଇଲା ବେଳେ ହେଇଠି, ପୁଅ ପଚାରିଲା କହିଲା ତରକାରୀରେ ତେଲ ପଡ଼ିଛି ଟି, ଆଉ ସେଦିନ ଭଳିଆ ବିନା ତେଲରେ କରିଦେନି ତ। ହଁ ମୁଁ ତାକୁ ମନା କରିଦେଲି। ମୁଁ କହିଲି ନା ମୁଁ ତେଲ ପକେଇନି, ବିନା ତେଲରେ ରୋଷେଇ ହେଇଛି ହେଲା। ଭଲ ଲାଗୁଛି ଟି? ଏଇଟା ବଡ଼ ଗୋଡ଼ ନଥିଲା କଙ୍କଡ଼ାର। ଖାଇଦିଅ ଆଜି ଏକା ଏକା ଖାଅ। ହଁ ଆୟୁଷ ସ୍କୁଲ ଯାଇଛି, ଆସିଲେ ସେ ଖାଇବ ଆଉ। ଖାଇଦିଅ। ଦେଖନ୍ତୁ ମା ଆଜି ଏବେ ଅପରେସନ ହେଇକି ଆସିଯାଇଛି। ମାକୁ ସେତିକି କଷ୍ଟ ଲାଗୁଛି ବୋଲି ମା କାନ୍ଦୁଛି। ଦେଖନ୍ତୁ। କାନ୍ଦୁଛ କାହିଁକି ଯେ? କାନ୍ଦୁଛ କାହିଁକି? ଆଉ କଷ୍ଟ ହେଲେ ଆମେ ତ ମେଡ଼ିସିନ ଆଣିଛୁ, ସେ ତ ମେଡ଼ିସିନ ଆସିଛି ଆଉ ଥୁଆ ହେଇଛି। ଖାଇଲେ ଦେବ ଆଉ। ଗୋଟିଏ ଦିନ ତ ହେଲା, ଦୀପାନେ ଖିଆ ହେଇଛି ମେଡ଼ିସିନ। ରୋଷୁ ଦେଖୁଛୁଟି ମା ଗୋଡ଼ କେମିତି କାଟୁଛି, ଦେଖୁଛୁଟି? ହଁ ଆଉ ସିଏ ଭଲ ହେଇଯିବନି? ଅପରେସନ୍ ହେଇଗଲା ମାନେ ଭଲ ହେଇଯିବ। ରହିଲେ ଅପରେସନ ହେଲା ଭଲ ହେଇଯିବ। ହଁ ଯୋଡ଼େ ଦିନ କଷ୍ଟ ହେବନି? ଯୋଡ଼େ ଦିନ କଷ୍ଟ ହେବ, ସେଠୁ ଭଲ ହେଇଯିବନି। ତମ ବିନ୍ଧୁଛି ଫିଟି ଲାଗୁନି। ହଁ ଭଲ ହେଇଯିବନି? ସେ କେତେ ଦର୍ଜ ହେଇଥିଲା, କେତେ ଇଏ ହେଉଥିଲା, ଗୋଡ଼ ପକେଇ ପାରୁନଥିଲେ ଟୋଟାଲି। ଆଉ ସେମିତି କଷ୍ଟ ହେଉଥିଲା। ହଁ ଆଉ କଷ୍ଟ ହେବନି? ୟା ବାବା ଯେଉଁ ଅପରେସନ୍ ହେଇକି ଆସିଲେ, ଆଉ ମାନେ 3 ମାସ ପୁରା କଣ୍ଟିନ୍ୟୁ ମାନେ ଘରେ ବସିଲେ। ଆଉ କ'ଣ? ମାନେ ଘରେ ବସିଲେ, ତମେ ତ ଦେଖିଥିବ କେମିତି ବସିଥିବେ ଆଉ, ତମେ ଦେଖିଥିବ ଆଉ। ପୁରା କଣ୍ଟିନ୍ୟୁ 3 ମାସ ପୁରା ଘରେ ବସିକି ରହିଲେ, ମାନେ ଖାଲି ଗୋଟେ ଖଟରେ ଗୋଟେ ସାଇଡ଼ରେ ସେ ବସିକି ରହିଲେ। ବସିକି ରହିଲେ, ଗୋଟେ କରରେ ଶୋଇକି ରହିଲେ। ସେ ଗୋଡ଼ରେ ରଡ଼ ଦିଆହେଇକି ଅପରେସନ୍ ହେଇଥିଲା। ଆଉ ଇଏ ତ ପାଦ ଟିକେ ଇଏ ହେଇଥିଲା ଆଉ, ଅପରେସନ୍ ହେଇଛି, ଭଲ ହେଇଯିବନି। ମା କୁଆଡ଼େ ଯାଇଥିଲ ନା କ'ଣ? ହଁ ମୁଁ ଯାଇଥିଲି। ବସିବ? ଆସୁନ ବସିବ। ନାଇଁ ଆସିଥିଲି ତମରି ବୋଉ ପାଖରେ। ମୁଁ କହିଲି ହବ ଯେମିତି ଆଉ ଟିକେ ଆଣିଲେ ଦେବି। ହଁ ଏ ତୁଳା ଭା ଆଉ କେମିତି ହବ ଯେମିତିକା ଆଣିଲେ ଦିଆହବ। ଯେ ଏମିତି ଅବସ୍ଥା ଏମିତିକା ଆଉ। ଇଏ କ'ଣ କଲା ମତେ ଫଟୋ ଉଠଉଛି। ଆଉ ଆଲୋ ମତେ ତମ କଥା ଶୁଣିକି ବୋଉ ଏଥର ହସିଲେ, ଦେଖିଲଟି? ତମକୁ ଫଟୋ ଉଠି ଆସୁଛି ବୋଲି ଫଟୋ ଉଠଉଛି କେମିତି ହସୁଛନ୍ତି ଦେଖେଇ। ହଁ ତମେ ଦେଖିବ ତମ ଫଟୋ। ଦେଖେ ହସୁଛି କେମିତିକା। ହଁ କିଏ ହସୁଛି? କେମିତିକା ହସୁଛି। ଓହୋ ତମେ ହସୁଛ ଦେଖିବ। ଓହୋ ମୁଁ କହିଲି ମୁଁ ହସୁଛି ବୋଲି ମତେ କହୁଛ। ରସୁ କ'ଣ କହୁଛନ୍ତି ମା? ସେ କିଛି କହିବନି। ଆୟୁଷ ହସ ଲାଗୁଛି। ଆଉ ବସିବଟି କାୟୁ? ଆଉ କ'ଣ କଥା ହେବି ଯେ? ଏଇ ସନ୍ଧ୍ୟାବେଳେ ବୁଲିବାକୁ ଆସିଥିଲ? ଆଇଲି ବୁଲିବାକୁ, ବୁଲିକି ଦେଖିବାକୁ ଆଇଲି। ଦେଖିବାକୁ ଆଇଲ? ହଁ ହଉ ଭଲ ହେଲା ଦେଖିବାକୁ ଆଇଲ କି? ଆଜି କ'ଣ ଖାଇଥିଲ? ବସି ପଡ଼ୁନ। ଆଜି ହଁ ଆଜି କ'ଣ ଖାଇଲି? ଆଜି ଭାତ ଆମ୍ବୁଳ ପାଣି। ଭାତ କ'ଣ କାହିଁକି? କାହିଁ ତରକାରୀ ହେଇନଥିଲା କି? ତରକାରୀ ଡାଲି ହେଇଥିଲା ଯେ ମତେ ରୁଚୁନି। ଓହୋ ଡାଲିଟା ଭଲ ଶାଗ ଲାଗେ। ହେଇଥିଲା ଯେ ମତେ ରୁଚୁନି। ଇଲୋ ମାଲୋ ଡାଲି ଶାଗ ବି ହେଇଥିଲା, ତମକୁ ଭଲ ଲାଗିଲାନି? ନା
ଡାଲି ଆଉ? ହେଇଥିଲା, ଶାଗ ହେଇଥିଲା, ଆଳୁ ଭଜା ହେଇଥିଲା। କ'ଣ ଏତେ ସବୁ ହେଇଥିଲା ଭଲ ଲାଗିଲାନି? ନା ନା ଖଟା ପାଣିଟା ଭଲ ଲାଗିଲା? ଯାହା ହଉ ଖଟା ପାଣି ଭଲ। ଖଟା ପାଣି ଟିକେ ଭାତ ଭିଡ଼ିବ ଆଉ। ମତେ ଖଟା ଟିକେ ହେଲେ ମୁଁ ଘରେ ହେଇକି କ'ଣ କହୁଛୁ କ'ଣ କହୁଛୁ? ଖଟା ତମକୁ ଭଲ ନା? ମିଳୁନି। ହଁ ଯାଇକି ଖଟା ଟିକାଟା ଆଣିଲି କିଣିକିରି ଭାତ ଖାଇଲି। କ'ଣ ଇଏ କରି କହୁଛି? ହଁ ହଁ ତୁ ବା ବାହାରୁଛୁ ଏଥିରେ, ବାହାରୁଛୁ ଭିତରେ ବାହାରିଛୁ, ମୋବାଇଲରେ ବାହାରିଛୁ, ପଛରେ ଦେଖିବୁ। ରହ ଇଏ ମା କହିଲା ଭଳିଆ ଯେମିତି ମୋ ଫଟୋ ଦେଖା ବୋଲି ସେମିତି କହୁଛନ୍ତି। ଇଏ କହୁଛି ରସୁ କହୁଛି ସେମିତି ମୋର ଦେଖା ଫଟୋଟା। ମା ଗୋଡ଼ରେ ଲାଗେ ନା ରସୁ, ଲାଗେ ନା ମା ଗୋଡ଼ରେ। ହେଇଛି ଦେଖିଲୁ, ହେଇଛି। ମେଡ଼ିସିନ ଦେବା ଟିକେ, ସାଙ୍ଗେ ସାଙ୍ଗେ ଲାଇନ୍ କଟିଗଲା। ଧରଚଟି ଗୋଟେ ଖାଉନୁ ଦୁଇଟା କି ଟିକେ ଏକାଳେ ପକେଇଦେଲ। ମାଲୋ ଏତିକି ହେଲା ବେଳକୁ ତମେ ପୁରା ବାନ୍ତି କରିଦେଇଥିବ। ନୂଆ ମେଡ଼ିସିନ ଖୋଲିକି ଦେଉଥିଲି। ଚାରିଟା ବଟିକା ଖିଆହେଲା, ଚାରିଟା ବଟିକା ଏଇନେ ଖାଇଲ। ଆଉ କୋଉଗୁଡ଼ାକ? ସେଇଟା ଆଜି ଖାଇଲେ ନା ଆରମ୍ଭ କଲେ? ଗୋଟେ ରାତିକି ରାତି ଖାଲି ଗୋଟେ। ସେ ବଟିକା ମିଠା ଲାଗୁଛି। ଓହୋ।